ଯେତେବେଳେ ମୁଁ ସେନ୍ସସ୍ ଡ୍ୟୁଟିର ବିଲ୍ଡିଂ ନମ୍ବର ପକେଇ ପକେଇ ଯାଉଥିଲି ସେତେବେଳେ ମୁଁ ଜାଣିନଥିଲି ଯେ ଏଇଠି ବି ଗୋଟେ ଘର ଅଛି ବା କେହି ରହୁଛନ୍ତି ବୋଲି। ଆଜି ଯେତେବେଳେ ଏଇପଟେ ଗଲି, ଆଜି ଜଣେ ଲୋକ ମୋତେ କହିଲେ କି ଏଇଠି ଜଣେ ବୁଢ଼ୀମା ମଧ୍ୟ ରହୁଛନ୍ତି, ତାଙ୍କ ଘର ମଧ୍ୟ ନମ୍ବର ପକେଇ ଦିଅ। କିନ୍ତୁ ମୁଁ ସେଠି ଯାଇକି ଯାହା ଦେଖିଲି, ତାଙ୍କୁ 34ଟା ଯାକ କ୍ୱେଶ୍ଚନ୍ କ'ଣ ପଚାରିବି, ତାଙ୍କ ପାଖରେ ତ କିଛି ବି ନାହିଁ। କିନ୍ତୁ ଅନ୍ୟ ଘରମାନଙ୍କୁ ଗଲାବେଳେ ସମସ୍ତଙ୍କ ମନରେ ଆସୁଛି ମୋତେ ଗୋଟେ ଘର ମିଳିବ କି, ମୋତେ ଗୋଟେ ପାଇଖାନାଟେ ମିଳିଯିବ କି। ଯଦି ମୋ ହାତରେ କିଛି ଥାନ୍ତା, ଯେ ଦାୟିତ୍ୱ ଥାନ୍ତା କି ମୁଁ ଏଠି ଘରଟେ ତିଆରି କରିକି କିମ୍ବା ପାଇଖାନାଟେ ତିଆରି କରିକି ଏଙ୍କୁ ଦେଇକି ଯାଇପାରନ୍ତି, ତ ବୁଢ଼ୀମା ବୋଧେ ଆଜି ବହୁତ ଖୁସି ହେଇଥାନ୍ତେ। ଓଡ଼ିଆରେ ଗୋଟେ କାହାବତ ଅଛି, ତେଲିଆ ମୁଣ୍ଡକୁ ତେଲ, ନୁଖୁରା ମୁଣ୍ଡକୁ କିଏ ପଚାରେ। ହେଇପାରେ ବୁଢ଼ୀମାର ଗୋଟେ ଘର ଆଇଥିବ, ହେଲେ ସିଏ ବୋଧେ 10,000 ଟଙ୍କା ଦେଇପାରିନଥିବେ, ସେଇ ଯୋଗୁଁ ତାଙ୍କର ଘରଟି ହୋଇପାରି ନାହିଁ ଯାହା ଲାଗୁଛି। କିନ୍ତୁ ଏଇ ବୟସରେ ସେ ନା ଘରର କିଛି କରିପାରିବେ, ନା ନିଜେ ରୋଷେଇ କରି ଖାଇପାରିବେ। ତେଣୁ ସବୁଠୁ ଭଲ ହେଉଛି ତାଙ୍କୁ ନେଇ ବୃଦ୍ଧାଶ୍ରମରେ ରଖିବା। ହେଲେ ଏ ରଙ୍ଗମରା ସରକାର ଉପରେ ଟିକେ ହେଲେ ବି ଭରସା ନାହିଁ।